ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନିଅନ୍ତୁ। ପ୍ରଥମ ଖବର, ବଜାରରେ ମିଳିବ ପାନ ମସଲା, କାହିଁକି ନିଷ୍ପତ୍ତି ପରିବର୍ତ୍ତନ କଲେ ସରକାର? ରାଜ୍ୟରେ ବନ୍ଦ ହେବନି ପାନ ମସଲା ବିକ୍ରି। ସିଟି, ଜିଏସଟି ଓ ଅର୍ଥ ବିଭାଗକୁ ଚିଠି ଲେଖିଥିଲେ ସ୍ୱାସ୍ଥ୍ୟ ବିଭାଗର ସଚିବ। ଟବାକୋ ଓ ନିକୋଟିନ୍ ନଥିବା ପାନ ମସଲାକୁ ରାଜ୍ୟରେ ବ୍ୟାନ୍ କରାଯିବ ନାହିଁ। ଗତ 21 ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିଲା ଗାଇଡଲାଇନ୍। ହେଲେ ପୂର୍ବ ନିଷ୍ପତ୍ତିକୁ ପରିବର୍ତ୍ତନ କରି ଆଜି ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟ ସରକାର। ଫଳରେ ରାଜ୍ୟରେ ଟବାକୋ ଓ ନିକୋଟିନ୍ ନଥିବା ପାନ ମସଲା ବିକ୍ରି ଜାରି ରହିବ। ପରବର୍ତ୍ତୀ ଖବର, ଆକ୍ସନ ମୋଡରେ ବିଏମ୍ସି, ସରକାରଙ୍କୁ ଘାରିଛି ଗୁଟ୍ଖା ଚିନ୍ତା। ରାଜଧାନୀରୁ ହଟିବ ଗୁଟ୍ଖା ବିଜ୍ଞାପନ, ଆକ୍ସନ ମୋଡରେ ବିଏମ୍ସି। ସାଧାରଣ ପରିଷଦ ବୈଠକରେ ନିଆଗଲା ବଡ଼ ନିଷ୍ପତ୍ତି। ନିୟମ ନ ମାନିଲେ ଲାଇସେନ୍ସ ରଦ୍ଦ ହେବ। ସେପଟେ ଏବେ ବି ରାଜ୍ୟରେ ଗୁଟ୍ଖା ଚାଲିଛି କଳାବଜାରୀ। ଚଢ଼ା ଦରରେ ବିକ୍ରି ହେଉଛି ଗୁଟ୍ଖା। ପରବର୍ତ୍ତୀ ଖବର, ଖସିଲା ସୁନା ରୂପା ଦର। ସୁନା ସହ ରୂପା ମୂଲ୍ୟ ଢେର ଖସିଛି। ଲଗାତାର ସୁନା ଓ ରୂପା ଦାମ ବଢ଼ି ଚାଲିଥିବା ବେଳେ ଶୁକ୍ରବାର ବଜାର ଖୋଲୁ ଖୋଲୁ ଉଭୟ ଧାତୁର ଦର ଖସିଛି। ଏମ୍ସିଏକ୍ସରେ ରୂପା ଦର ପ୍ରାୟ 24,000 ଟଙ୍କା ହ୍ରାସ ପାଇଥିବା ବେଳେ ସୁନା ମଧ୍ୟ 10 ଗ୍ରାମ ପିଛା 8,000 ଟଙ୍କାରୁ ଅଧିକ ଶସ୍ତା ହୋଇଛି। ଗୁରୁବାର ରୂପା ଦର ରକେଟ୍ ବେଗରେ ବଢ଼ିଥିଲା। ଇତିହାସର ପ୍ରଥମ ଥର ପାଇଁ ରୂପା କେଜି ପିଛା 4 ଲକ୍ଷ ପାର କରିଥିଲା। କେଜି ପିଛା ରୂପା ମୂଲ୍ୟ 3,69,893 ଟଙ୍କାରେ ବନ୍ଦ ହୋଇଥିଲା କାରବାର। ପରବର୍ତ୍ତୀ ଖବର, କମିବ ବିଧାୟକଙ୍କ ଦରମା। ବିଧାୟକଙ୍କ ଦରମା ବୃଦ୍ଧି ବିଲ୍ ଉପରେ ଆସନ୍ତା ଅଧିବେଶନରେ ପୁନଃ ବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢେଇ। ସେ କହିଛନ୍ତି, ପୁନଃ ବିଚାର ପାଇଁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ। ବିଭିନ୍ନ ସାମାଜିକ ସଂଗଠନ, ସାଧାରଣ ଲୋକେ ସମାଲୋଚନା ବି କରିଥିଲେ। ତେବେ ଆସନ୍ତା ବଜେଟ୍ ଅଧିବେଶନରେ ପୁନଃ ବିଚାର ହୋଇ ବିଲ୍ ପାରିତ ହୋଇପାରେ ବୋଲି ସେ କହିଛନ୍ତି। ପରବର୍ତ୍ତୀ ଖବର, ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଓଡ଼ିଶା ଧାନ। ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ନିକଟରେ ପଶ୍ଚିମବଙ୍ଗ ନମ୍ବର ଥିବା ଧାନଗୁଡ଼ିକୁ ମାଡ଼ି ବସିଲା ଯୋଗାଣ ବିଭାଗ। ପଡ଼ୋଶୀ ପଶ୍ଚିମବଙ୍ଗରୁ ଓଡ଼ିଶା ଭିତରକୁ ଧାନ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ମାଡ଼ି ବସିଛି ଜିଲ୍ଲା ଯୋଗାଣ ବିଭାଗ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ନିକଟରେ ଚୋରା ଧାନ ଟ୍ରକ୍ ଉପରେ ଚଢ଼ାଉ କରି ଆନୁମାନିକ 900 କୁଇଣ୍ଟାଲରୁ ଅଧିକ ଧାନ ଜବତ କରିଛି ଯୋଗାଣ ବିଭାଗ। ପରବର୍ତ୍ତୀ ଖବର, ସ୍କୁଲରେ ମିଳିବ ମାଗଣା ସାନିଟାରୀ ପ୍ୟାଡ୍। ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ଝିଅମାନଙ୍କ ପାଇଁ ସ୍କୁଲରେ ରହିବ ସବୁ ସୁବିଧା। ଆଉ ହଇରାଣ ହେବେ ନାହିଁ ସ୍କୁଲର ଝିଅମାନେ। ଏନେଇ ଶୁକ୍ରବାର ସୁପ୍ରିମକୋର୍ଟ ବଡ଼ ଘୋଷଣା କରିଛନ୍ତି। ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ ତିଆରି କରିବାକୁ କେନ୍ଦ୍ର ଶାସିତ ଅଞ୍ଚଳ ଓ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। 3 ମାସ ମଧ୍ୟରେ ଏହା ପାଳନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ ଓ ସାନିଟାରୀ ପ୍ୟାଡ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ପରବର୍ତ୍ତୀ ଖବର, ମହାରାଷ୍ଟ୍ରରେ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଅଜିତ ପାୱାରଙ୍କ ପତ୍ନୀ ସୁନିତା ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ସରକାର ଭିତରେ କ୍ଷମତା ସନ୍ତୁଳନ ଏବଂ ଭବିଷ୍ୟତ ରାଜନୈତିକ ରଣନୀତିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆଜି ପୂର୍ବାହ୍ନ 11ଟାରେ ବିଧାୟକ ଦଳ ବୈଠକ ବସିବ। ସନ୍ଧ୍ୟାରେ ସେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସୁନିତା ପାୱାର ରାଜ୍ୟର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ।
ପରବର୍ତ୍ତୀ ଖବର ଭୁବନେଶ୍ୱର ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣାରେ ଚାଞ୍ଚଲ୍ୟ ଘଟଣାସ୍ଥଳରୁ ଜବତ ହୋଇଛି ଆରଡିଏକ୍ସ, ଯାହାକୁ ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ପଠାଇଛି ପୋଲିସ। କୁହାଯାଉଛି ବୋମାର ବ୍ୟବହାର ହେଉଥିଲା ମାରାତ୍ମକ ରାସାୟନିକ। ଏଠି ପ୍ରଶ୍ନ ଉଠୁଛି, ଓଡ଼ିଶାକୁ ଆସନ୍ତା କରିବାକୁ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର? କେଉଁଠି କରାଯାଇଥାନ୍ତା ବିସ୍ଫୋରଣ? କେବେଠାରୁ ବୋମା ତିଆରି ଚାଲିଥିଲା? ପରବର୍ତ୍ତୀ ଖବର ଫାସ୍ଟ୍ୟାଗ୍ ବ୍ୟବସ୍ଥାରେ ତ୍ରୁଟି, 18 ଲକ୍ଷ ମାମଲାରେ ଏନ୍ଏଚ୍ଆଇ ଫେରାଇଲା ଟଙ୍କା। ଆପଣ ଘରେ ଅଛନ୍ତି, ଗ୍ୟାରେଜରେ ଗାଡ଼ି ଥୁଆ ହୋଇଛି, ଅଥଚ ଆପଣଙ୍କ ମୋବାଇଲକୁ ମେସେଜ ଆସୁଛି ଟୋଲ୍ ଫି କଟିଛି। ଗାଡ଼ି ରାସ୍ତାରେ ଗାଡ଼ି ନଥିବା ବେଳେ ଟୋଲ୍ ପ୍ଲାଜାରେ କେମିତି ଫାସ୍ଟ୍ୟାଗ୍ରୁ ଟଙ୍କା କଟିଲା? ଏଭଳି ତ୍ରୁଟିକୁ ଏନ୍ଏଚ୍ଆଇ ମାନିଛି। ଏନ୍ଏଚ୍ଆଇ କହିଛି 2025 ମସିହାରେ ଏମିତି 18 ଲକ୍ଷ ମାମଲାରେ ଭୁଲରେ ଟୋଲ୍ ଆଦାୟ କରାଯାଇଛି, ପରେ ଟଙ୍କା ମଧ୍ୟ ଫେରାଇ ଦିଆଯାଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରତି ତୃତୀୟ ମାମଲାରେ ଗାଡ଼ି ଟୋଲଗେଟ୍ ପହଞ୍ଚି ନଥିଲେ ବି ଟଙ୍କା କଟିଛି। ପରବର୍ତ୍ତୀ ଖବର ବଙ୍ଗ ଦଖଲରେ ମଙ୍ଗ ଧରିବେ ଓଡ଼ିଶା ନେତା, ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରଚାର ପରିଚାଳନାରେ ଆଗ ଧାଡ଼ିରେ ରହିବେ ଓଡ଼ିଆ ନେତା। ବଙ୍ଗ ଦଖଲ ପାଇଁ ରାଜ୍ୟ ବିଜେପି ବି ପ୍ରସ୍ତୁତ କରୁଛି ବ୍ଲ୍ୟୁପ୍ରିଣ୍ଟ। ଗତକାଲି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ପରେ ଆଜି ପାଖାପାଖି 10 ବିଧାୟକ ଏବଂ ବିଧାୟକ ପ୍ରାର୍ଥୀ କୋଲକାତାରେ କରିଛନ୍ତି ବୈଠକ। ପଶ୍ଚିମବଙ୍ଗରେ ଓଡ଼ିଆ ଭୋଟରଙ୍କୁ କେମିତି କବ୍ଜାରେ ରଖିବ ଦଳ? ଉତ୍ତର ଓଡ଼ିଶାର 5 ଜିଲ୍ଲାର ବିଧାୟକ ଓ ମନ୍ତ୍ରୀମାନଙ୍କୁ ଦିଆଯିବ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ। ଆଗକୁ ପ୍ରଚାର ମଇଦାନକୁ ଓହ୍ଲାଇବେ ଓଡ଼ିଶାର ବଡ଼ ନେତା। ପରବର୍ତ୍ତୀ ଖବର ଖୁବ୍ ଶୀଘ୍ର ଆରମ୍ଭ ହେବ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ମାଗଣାରେ ଜଗା ଦର୍ଶନ କରାଇବେ ସରକାର। ଖୁବ୍ ଶୀଘ୍ର ଓଡ଼ିଶାର କୋଣ ଅନୁକୋଣରୁ ଜଗା ଦର୍ଶନ ପାଇଁ ବାହାରିବେ ଭକ୍ତ। କାରଣ ରାଜ୍ୟ ସରକାର ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାକୁ କିଛି ଦିନ ମଧ୍ୟରେ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧୀନରେ ବରିଷ୍ଠ ନାଗରିକଙ୍କୁ ପୁରୀ ଡାକିବେ ସରକାର। 60ରୁ 75 ବର୍ଷ ବୟସ୍କ ଏବଂ ବିଧବା ମହିଳାଙ୍କୁ ଶ୍ରୀଜଗନ୍ନାଥ ଦର୍ଶନ କରାଯିବ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପର୍ଯ୍ୟଟନ ବିଭାଗ ଚିଠି ଲେଖିଛି। ପଞ୍ଚାୟତ ସ୍ତରରେ ହିତାଧିକାରୀ ଚୂଡ଼ାନ୍ତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର ଫେବୃଆରୀ 20ରେ ରାଜ୍ୟ ବଜେଟ୍। ଫେବୃଆରୀ 17 ତାରିଖରୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ। ଚଳିତ ଥର 2ଟି ପର୍ଯ୍ୟାୟରେ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ। ଫେବୃଆରୀ 20ରେ ଆଗତ ହେବ ବଜେଟ୍ 2026। ଏପ୍ରିଲ 8 ତାରିଖ ଯାଏଁ ଚାଲିବ ବଜେଟ୍ ଅଧିବେଶନ। ବଜେଟ୍ ଅଧିବେଶନର ପ୍ରଥମ ଦିନ ଗୃହରେ ଅଭିଭାଷଣ ରଖିବେ ରାଜ୍ୟପାଳ। ପରବର୍ତ୍ତୀ ଖବର ଅନୁଭବଙ୍କୁ ବଡ଼ ଝଟକା, ଅଭିନେତା ଅନୁଭବ ମହାନ୍ତିଙ୍କ ବଢ଼ିଲା ଅଡ଼ୁଆ। ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି। ଏଥିସହ ଅନୁଭବଙ୍କ ବିରୋଧରେ ମାମଲା ଚାଲିବ ବୋଲି କହିଛନ୍ତି ହାଇକୋର୍ଟ। ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ପତ୍ନୀ ବର୍ଷା। ଅନୁଭବଙ୍କ ଘରେ ଥିବା ବେଳେ ସେ ମାନସିକ ନିର୍ଯାତନା ପାଉଥିବା ଅଭିଯୋଗ କରିଥିଲେ। ଏନେଇ ନିମ୍ନ ଅଦାଲତରେ ଚାଲିଥିଲା ମାମଲା। ମାମଲା ଖାରଜ କରିବା ପାଇଁ ଆବେଦନ କରିଥିଲେ ଅନୁଭବ। ପରବର୍ତ୍ତୀ ଖବର ଭୁବନେଶ୍ୱରରେ ଫ୍ଲାଟ୍ କିଣିବା ଏବେ ସାଧାରଣ ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଛି। ସ୍ୱଳ୍ପ ରୋଜଗାରରେ ବଡ଼ ଆଶା ପୂରଣ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ଜାଗା ତ ମିଳୁନି, ତା ବଦଳରେ ସିଙ୍ଗଲ ବିଏଚ୍କେ ଘର ଏବେ କୋଟିଏ ଛୁଇଁଥିବାରୁ କେଉଁଠି ଘର କିଣିବେ, କେମିତି ରହିବେ, ତାକୁ ନେଇ ଚିନ୍ତାରେ ମଧ୍ୟବିତ୍ତ। ରିଅଲ ଇଷ୍ଟେଟ୍ କର୍ମୀଙ୍କ କହିବା କଥା, ଉତ୍ତମ ଜଳବାୟୁ ସାଙ୍ଗକୁ ବିଲ୍ଡରଙ୍କ ମଧ୍ୟରେ ମାତ୍ରାଧିକ ପ୍ରତିଯୋଗିତାରେ ସରକାରୀ ଅଙ୍କୁଶ ନ ରହିବା ଏହା ପଛର ମୁଖ୍ୟ କାରଣ। ପରବର୍ତ୍ତୀ ଖବର ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଥିଲା, ଯାହା ଫଳରେ ଉକ୍ତ ଇଣ୍ଡିଗୋ ବିମାନକୁ ଅହମ୍ମଦାବାଦ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ
ବାଧ୍ୟ କରାଯାଇଥିଲା। ପରବର୍ତ୍ତୀ ଖବର ମହିଳାଙ୍କୁ ମିଳିବ 2 ଲକ୍ଷ ଟଙ୍କା। ମହିଳାଙ୍କୁ ଆର୍ଥିକ ଭାବେ ସୁଦୃଢ଼ କରିବା ଲାଗି ପୁଣି ଥରେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ବିହାର ସରକାର। ରାଜ୍ୟରେ ସରକାର ରୋଜଗାରକୁ ପ୍ରୋତ୍ସାହନ କରାଯାଇ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଏବେ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ଏହି ଯୋଜନା ସହ ଜଡ଼ିତ ଏକ ତାଜା ଅପଡେଟ୍ ପ୍ରଦାନ କରିଛନ୍ତି। ଫଳରେ ଚୟନ ହୋଇଥିବା ମହିଳାଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ପ୍ରଦାନ କରାଯିବ। ଏହାଦ୍ୱାରା ମହିଳାମାନେ ଉକ୍ତ ଅର୍ଥକୁ ନିଜ ବ୍ୟବସାୟରେ ବିନିଯୋଗ କରି ଆତ୍ମନିର୍ଭର ହୋଇପାରିବେ।